ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ବାବା ତାଙ୍କୁ କ'ଣ କହିଥିଲେ। ଲୋକମାନେ କିପରି ମୂର୍ଖ ଯିଏ ଏହି ପ୍ରକାର କଳ୍ପନା କରନ୍ତେ। ବାବା ଏ ପ୍ରକାର ଉତ୍ତର ଦେଇଥିଲେ। ମୁଁ ଯେବେ ବି ଏଇ କାହାଣୀଟି ପଢ଼େ ଗୋଟିଏ ନାରୀ ହିସାବରେ ସେଇ ମାଙ୍କର ଯନ୍ତ୍ରଣାକୁ ଖୁବ୍ ଭଲ ଭାବରେ ଅନୁଭବ କରିପାରେ। ସେଇ ମୁହୂର୍ତ୍ତ ତାଙ୍କର କେତେ ଆନନ୍ଦମୟ ଥିବ ଯେତେବେଳେ ବାବା ତାଙ୍କୁ ଆଶୀର୍ବାଦ ଦେଇଥିବେ ଏବଂ ମନରେ ବାବାଙ୍କୁ ଅଶେଷ ଧନ୍ୟବାଦ ବି ଦିଏ। ବାବା ଆପଣଙ୍କର କୃପା ଏପରି ସବୁ ଭକ୍ତଙ୍କ ଉପରେ ଥାଉ। ଓମ୍ ସାଇରାମ। ଆପଣ ସମସ୍ତଙ୍କୁ ସାଇକି ପ୍ରେମଧାରାର ପରିବାରକୁ ସ୍ୱାଗତ। ଆପଣମାନେ ଶୁଣୁଛନ୍ତି ଆଜିର ସାଇ କଥା ଶ୍ରୀ ସାଇ ସଚ୍ଚରିତ୍ରରୁ। କେବେ କେବେ ଗୋଟିଏ ଭକ୍ତର ଅପେକ୍ଷା ଏତେ ଦୀର୍ଘ ହୋଇଯାଏ ଯେ ତାର ଆଖିର ଲୁହ ମଧ୍ୟ ନୀରବ ରହିଯାଏ। ସନ୍ତାନଟିଏ ସମସ୍ତେ ଚାହିଁଥାନ୍ତି। ସବୁ ମା ବାପାଙ୍କର ଆଶା ଥାଏ ଆମ କୋଳରେ ସନ୍ତାନଟିଏ ଖେଳୁ। 27 ବର୍ଷର ବିବାହ ପରେ ମନରେ ଅନେକ ବିଶ୍ୱାସ, ଆଶା, ଧୈର୍ଯ୍ୟ, ଭରସା ଧରି ଶେଷରେ ଗୋଟିଏ ମାଟେ ବାବାଙ୍କର କୀର୍ତ୍ତି କେଉଁଠାରୁ ଶୁଣି ଶିରିଡ଼ିରେ ଯାଇ ପହଞ୍ଚିଛନ୍ତି। ସେଠାରେ 2 ମାସ ରହିବା ପରେ ତାଙ୍କର ଧୈର୍ଯ୍ୟର ବାଢ଼ ଭାଙ୍ଗିଛି ଏବଂ ସେ ବାବାଙ୍କ ପାଖକୁ ନଡ଼ିଆଟିଏ ନେଇ ଦ୍ୱାରିକା ମାଇରେ ଯାଇ ପହଞ୍ଚିଛନ୍ତି। ଶ୍ରୀଫଳ ଅର୍ପଣ ଓ ସନ୍ତାନ ପ୍ରାପ୍ତି। ଶ୍ରୀଫଳ ଅର୍ଥ ନଡ଼ିଆ ଆପଣମାନେ ଜାଣିଥିବେ। ଶ୍ରୀମତୀ ଔରଙ୍ଗାବାଦକର। ସୋଲାପୁରର ସଖାରାମ ଔରଙ୍ଗାବାଦକରଙ୍କ ପତ୍ନୀ ବିବାହର 27 ବର୍ଷ ପରେ ମଧ୍ୟ ନିଃସନ୍ତାନ ଥିଲେ। ସନ୍ତାନ ପ୍ରାପ୍ତି ନିମିତ୍ତ ସେ ବହୁ ଦେବାଦେବୀଙ୍କ ପାଖରେ ମାନସିକ କଲେ, କିନ୍ତୁ ତାଙ୍କର ମନୋକାମନା ପୂରଣ ହେଲା ନାହିଁ। ସବୁଆଡ଼ୁ ନିରାଶ ହେବା ପରେ ଶେଷ ଚେଷ୍ଟା ସ୍ୱରୂପ ପୌଷ୍ୟପୁତ୍ର ବିଶ୍ୱନାଥକୁ ସାଥିରେ ଧରି ଶିରିଡ଼ି ଆସିଲେ ଏବଂ ବାବାଙ୍କର ସେବା କରି 2 ମାସ ରହିଲେ। ଯେତେବେଳେ ସେ ମସଜିଦ୍ ଯାଉଥିଲେ ବାବାଙ୍କୁ ଭକ୍ତଗଣଙ୍କ ଗହଣରେ ଘେରି ହୋଇ ରହୁଥିବା ଦେଖିବାକୁ ପାଉଥିଲେ। ସେ 27 ବର୍ଷ ପରେ ତାଙ୍କର ବିବାହର 27 ବର୍ଷ ପରେ କୌଣସି ସନ୍ତାନ ନଥିଲା। ଶେଷ ଆଶା ଧରି ସେ ବାବାଙ୍କ ପାଖରେ ଆସି ପହଞ୍ଚିଥିଲେ ଏବଂ ଯେତେବେଳେ ସେ ମସଜିଦକୁ ଯାଉଥିଲେ ସେତେବେଳେ ବାବାଙ୍କୁ ଭକ୍ତମାନଙ୍କ ସହିତ ଘେରି ହୋଇ ରହିଥିବା ପାଉଥିଲେ। ତାଙ୍କର ଇଚ୍ଛା ଥିଲା ବାବାଙ୍କୁ ଏକାନ୍ତରେ ଭେଟି ସନ୍ତାନ ପ୍ରାପ୍ତି ନିମିତ୍ତ ପ୍ରାର୍ଥନା କରନ୍ତେ, କିନ୍ତୁ ସେ ସୁଯୋଗ ତାଙ୍କୁ ମିଳୁନଥିଲା। ଶେଷରେ ଶ୍ୟାମାଙ୍କୁ ବାବା ଏକାନ୍ତରେ ଥିବାବେଳେ ତାଙ୍କର ଗୁହାରି ଜଣାଇବା ପାଇଁ ଅନୁରୋଧ କଲେ। ସେ ବାବାଙ୍କୁ ଏକାନ୍ତରେ ଭେଟି ତାଙ୍କୁ କହିବାକୁ ଚାହୁଁଥିଲେ, ଯେହେତୁ ତାଙ୍କୁ ସେ ସୁଯୋଗ ମିଳିଲା ନାହିଁ। ଶେଷରେ ସେ ଶ୍ୟାମାଙ୍କୁ କହିଲେ ବାବାଙ୍କୁ ଟିକେ ମୋ ତରଫରୁ ଅନୁରୋଧ କରିଦେବ। ଶ୍ୟାମା କହିଲେ ବାବାଙ୍କର ତ ଖୋଲା ଦରବାର, ତଥାପି ତୁମର ଯଦି ଏପରି ଇଚ୍ଛା ଅଛି ତାହେଲେ ମୁଁ ଅବଶ୍ୟ ପ୍ରୟାସ କରିବି, କିନ୍ତୁ ଯଶ ପ୍ରଦାନ ଈଶ୍ୱରଙ୍କ ହାତରେ। ଭୋଜନ ସମୟରେ ତୁମେ ଅଗଣାରେ ନଡ଼ିଆ ଓ ଅଗରବତୀ ନେଇ ବସିଥିବ, ମୁଁ ଯେତେବେଳେ ଇସାରା କରିବି ଠିଆ ହୋଇଯିବ। ଦିନେ ଭୋଜନ ଉପରାନ୍ତେ ଶ୍ୟାମା ଯେତେବେଳେ ବାବାଙ୍କ ହାତ ତଉଲିଆରେ ପୋଛୁଥିଲେ ବାବା ତାଙ୍କର ଗାଲ ଚିମୁଟି ଦେଲେ। ଶ୍ୟାମା କ୍ରୋଧିତ ହୋଇ କହିଲେ, ଦେବା, ଏ କ'ଣ ଆପଣଙ୍କ ପକ୍ଷରେ ଉଚିତ? ବାବାଙ୍କୁ ସେ ସାଙ୍ଗେ ସାଙ୍ଗେ କହିଲେ, ଆପଣଙ୍କ ପକ୍ଷରେ ଏ କ'ଣ ଉଚିତ? ମୋ ଗାଲକୁ ଏପରି ଚିମୁଟିଲେ କାହିଁକି? ଆମର ଏପରି ନଟଖଟିଆ ଦେବତାଙ୍କର ବିଲକୁଲ ଆବଶ୍ୟକ ନାହିଁ। ଆମେ ଆପଣଙ୍କ ଉପରେ ଆଶ୍ରିତ, ତେଣୁ ଆପଣଙ୍କ ସାନ୍ନିଧ୍ୟର ଫଳ କ'ଣ ଏହା? ସେ କହିଲେ, ଆପଣଙ୍କ ପରି ନଟଖଟିଆ ଦେବତା ଆମକୁ ଦରକାର ନାହିଁ, ଆମେ ଆପଣଙ୍କ ଉପରେ ଆଶ୍ରିତ, ତାର କ'ଣ ଫଳ ଆପଣ ଆମକୁ ଏହିପରି ଦେଉଛନ୍ତି? ବାବା କହିଲେ, ଶ୍ୟାମା, ତୁମେ 72 ଜନ୍ମରୁ ମୋ ସାଥିରେ ଅଛ। ମୁଁ ଏଯାଏଁ କେବେ ତୁମ ସାଥିରେ ଏପରି କରିନାହିଁ, ଆଉ ଏବେ ଖରାପ ଭାବୁଛ? ବାବା କହିଲେ, ବାବା ସବୁବେଳେ ଶ୍ୟାମାଙ୍କୁ କୁହନ୍ତି, ଶ୍ୟାମା ତୁମର ମୋର 72 ଜନ୍ମର ସମ୍ପର୍କ ବୋଲି। ତାଙ୍କୁ ସେ କଥା କହିଲେ, 72 ଜନ୍ମ ଧରି ମୋ ସାଙ୍ଗରେ ରହିଛ, ତ ମୁଁ ତୁମକୁ କେବେ ବି ଏଭଳି କରିନାହିଁ, ଆଉ ଏବେ ତୁମେ ମୋତେ ଖରାପ ଭାବୁଛ? ଶ୍ୟାମା କହିଲେ, ମୋର ତ ଏପରି ଦେବ ଦରକାର ଯିଏକି ସର୍ବଦା ଆମକୁ ପ୍ରେମ ଏବଂ ନୀତି ନୂଆ ନୂଆ ମିଠା ଖାଇବାକୁ ଦେଉଥିବେ। ମୋର କୌଣସି ପ୍ରକାର କାମନା ନାହିଁ କି ସ୍ୱର୍ଗ ଆଦି ମଧ୍ୟ ପ୍ରୟୋଜନ ନାହିଁ। ସର୍ବଦା ଆପଣଙ୍କର ଚରଣରେ ଜାଗୃତି ଥିବି, ଏତିକି ମୋର ଅଭିଳାଷ। ବାବା କହିଲେ, ହଁ, ଏଥିପାଇଁ ତ ମୁଁ ଏଠାକୁ ଆସିଛି। ସର୍ବଦା ତୁମର ପାଳନ ଏବଂ ଉଦର ପୋଷଣ କରିଆସୁଛି, ଏଥିପାଇଁ ତୁମ ପ୍ରତି ମୋର ସ୍ନେହ ଅଧିକ। ଶ୍ୟାମା ଓ ବାବାଙ୍କ ଭିତରେ ଏଭଳି ବାର୍ତ୍ତାଳାପ ଚାଲିଥିଲା। ଶ୍ୟାମାଙ୍କୁ ବାବା ଯେତେବେଳେ
ଥଟ୍ଟା କରିଛନ୍ତି। ଶ୍ୟାମା ଟିକେ ବାବାଙ୍କ ଉପରେ ଅଭିମାନ କଲା ଭଳି କହିଛନ୍ତି ଆଉ ବାବା ତାଙ୍କୁ ସେ ଅଭିମାନର ତାଙ୍କ କଥାର ଉତ୍ତର ଦେଇ ବାବାଙ୍କର ଆଉ ଶ୍ୟାମାଙ୍କର ଏଭଳି କଥା ଚାଲିଥିଲା ସମୟରେ ଯେତେବେଳେ ବାବା ତାଙ୍କର ଆସନ ଉପରେ ବିରାଜମାନ ହେଲେ ଶ୍ୟାମା ସେହି ମହିଳାଙ୍କୁ ଇସାରା ଦେଲେ। ତାପରେ ଶ୍ୟାମା ସେହି ମହିଳାଙ୍କୁ ସାଙ୍ଗେ ସାଙ୍ଗେ ଇସାରା ଦେଇଥିଲେ। ସେ ବାବାଙ୍କୁ ପ୍ରଣାମ କରି ନଡ଼ିଆ ଓ ଧୂପବତୀ ଦେଲେ। ବାବା ନଡ଼ିଆ ହଲାଇଲେ ତ ତାହା ଶୁଖିଲା ଥିଲା। ସେ ବାବାଙ୍କୁ ନଡ଼ିଆ ଆଉ ଧୂପବତୀ ଦେଲେ। ବାବା ଯେତେବେଳେ ନଡ଼ିଆଟି ହଲେଇଛନ୍ତି ତାହା ଶୁଖିଲା ଥିଲା ଏବଂ ଶବ୍ଦ କରୁଥିଲା। ତାପରେ ଶ୍ୟାମାଙ୍କୁ କହିଲେ ଦେଖ ତ ଏହା ତ ଖଡ଼ ଖଡ଼ ହେଉଛି। ବାବା ଶ୍ୟାମାଙ୍କୁ କହିଲେ ନଡ଼ିଆଟା ଯେହେତୁ ଖଡ଼ ଖଡ଼ ଶବ୍ଦ କରୁଥିଲା ବାବା କହିଲେ ଦେଖ ତ ଏଇଟା ଖଡ଼ ଖଡ଼ ହେଉଛି, ଶୁଣ ଏହା କ'ଣ କହୁଛି। ସେ ନଡ଼ିଆ କ'ଣ କହୁଛି? ଶ୍ୟାମା ସାଙ୍ଗେ ସାଙ୍ଗେ କହିଲେ ଠିକ୍ ଏହି ପ୍ରକାର ତାଙ୍କର ପେଟରେ ମଧ୍ୟ ସନ୍ତାନ ଗୁଡ଼ୁ ଗୁଡ଼ୁ କରୁ ବୋଲି ଏହି ମହିଳା ପ୍ରାର୍ଥନା କରୁଛନ୍ତି। ସାଙ୍ଗେ ସାଙ୍ଗେ ଶ୍ୟାମା ତାଙ୍କର ପ୍ରାର୍ଥନାଟିକୁ ବାବାଙ୍କୁ ଏହିପରି ଜଣାଇ ଦେଇଥିଲେ। ଯେପରି ନଡ଼ିଆଟି ଖଡ଼ ଖଡ଼ କରୁଛି ସେହି ମହିଳା ସେ ପ୍ରାର୍ଥନା କରୁଛନ୍ତି କି ତାଙ୍କ ପେଟରେ ସନ୍ତାନଟିଏ ମଧ୍ୟ ଏପରି ଗୁଡ଼ୁ ଗୁଡ଼ୁ କରୁ ବୋଲି। ଏଣୁ ତାଙ୍କୁ ଆଶୀର୍ବାଦ ସହିତ ନଡ଼ିଆ ଫେରାଇ ଦିଅନ୍ତୁ। ସେ ବାବାଙ୍କୁ କହିଲେ ଏଣୁ ଆପଣ ଆଶୀର୍ବାଦ ଦେଇକି ନଡ଼ିଆଟି ମହିଳାଙ୍କୁ ଫେରାଇ ଦିଅନ୍ତୁ। ବାବା ସେଠୁ କହିଲେ କ'ଣ ନଡ଼ିଆରୁ ସନ୍ତାନ ଉତ୍ପତ୍ତି ହୁଏ? ବାବା ସେଠୁ କହିଲେ ନଡ଼ିଆରୁ କ'ଣ ସନ୍ତାନ ଉତ୍ପତ୍ତି ହୁଏ? ଲୋକମାନେ କିପରି ମୂର୍ଖ ଯିଏ ଏହି ପ୍ରକାର କଳ୍ପନା କରନ୍ତେ। ବାବା ଏ ପ୍ରକାର ଉତ୍ତର ଦେଇଥିଲେ। ଶ୍ୟାମା କହିଲେ କି ମୁଁ ଆପଣଙ୍କର ବଚନ ଏବଂ ଆଶିଷର ଶକ୍ତି ସମ୍ପର୍କରେ ଅବଗତ ଅଛି ଏବଂ ଆପଣଙ୍କର ଗୋଟିଏ ମାତ୍ର ଶବ୍ଦ ଦ୍ୱାରା ହିଁ ସେହି ମାର କୋଳ ପୂର୍ଣ୍ଣ ହୋଇଯିବ। ଆପଣ ତ ଏଡ଼ାଉଛନ୍ତି ଏବଂ ଆଶୀର୍ବାଦ ଦେଉନାହାନ୍ତି। ଶ୍ୟାମା କହିଲେ ମୁଁ ଆପଣଙ୍କର ବଚନ ଓ ଆଶିଷ ଶକ୍ତି ସମ୍ପର୍କରେ ଅବଗତ ଅଛି। ଆପଣ ଆଶୀର୍ବାଦ ଦେଉନାହାନ୍ତି, ଆପଣ ଏଡ଼ାଇ ଦେଉଛନ୍ତି। ଆପଣଙ୍କ ବଚନ ଦ୍ୱାରା ମାତ୍ରେ ହିଁ ସେ ମାଙ୍କର କୋଳ ପୂର୍ଣ୍ଣ ହେଇଯିବ। ଏହି ପ୍ରକାର କିଛି ସମୟ ପର୍ଯ୍ୟନ୍ତ ବାର୍ତ୍ତାଳାପ ଚାଲିଲା। ଶ୍ୟାମା ଓ ବାବାଙ୍କ ଭିତରେ ଏ ପ୍ରକାର ବାର୍ତ୍ତାଳାପ ଚାଲିଥିଲା। ମହିଳା ଜଣକ ସେ ମା ଜଣକ ଚୁପଚାପ ହୋଇ ଶାନ୍ତ ହୋଇ ବାବାଙ୍କୁ ନିରୀକ୍ଷଣ କରୁଥିଲେ ଆଉ ବାବାଙ୍କ କଥା ସବୁ ଶୁଣୁଥିଲେ। ବାବା ବାରମ୍ବାର ନଡ଼ିଆକୁ ଭାଙ୍ଗିବାକୁ କହୁଥିଲେ କିନ୍ତୁ ଶ୍ୟାମା ଜିଦି କରୁଥିଲେ କି ବାବା ତାଙ୍କୁ ଫେରାଇ ଦିଅନ୍ତୁ। ବାବା ନଡ଼ିଆକୁ ଭାଙ୍ଗିବା ପାଇଁ କହୁଥିଲେ, ଶ୍ୟାମା କିନ୍ତୁ ଫେରାଇ ଦିଅନ୍ତୁ ବୋଲି ଜିଦି କରୁଥିଲେ। ଶେଷରେ ବାବା କହିଲେ ତାଙ୍କର ପୁତ୍ର ପ୍ରାପ୍ତି ହେବ। ଶ୍ୟାମା ପଚାରିଲେ କେତେ ଦିନ ଭିତରେ? ବାବା କହିଲେ 12 ମାସରେ। ବାବା ଶେଷରେ ଶ୍ୟାମାଙ୍କ ଆଗରେ ହାର ମାନିଥିଲେ ଆଉ ସେ ମହିଳା ଜଣଙ୍କୁ ଆଶୀର୍ବାଦ କରିଥିଲେ କି ତାଙ୍କର ପୁତ୍ର ପ୍ରାପ୍ତି ହେବ। ଶ୍ୟାମା ସେଠୁ ସାଙ୍ଗେ ସାଙ୍ଗେ ପଚାରିଥିଲେ କେତେ ଦିନ ଭିତରେ? ବାବା କହିଲେ କି 12 ମାସ ଭିତରେ। ଏବେ ନଡ଼ିଆକୁ ଭାଙ୍ଗି 2 ଖଣ୍ଡ କରି ଦିଆଗଲା। ତାପରେ ବାବାଙ୍କ କଥା ଅନୁସାରେ ନଡ଼ିଆଟିକୁ ଭାଙ୍ଗି 2 ଖଣ୍ଡ କରି ଦିଆହେଲା। ଗୋଟିଏ ଭାଗ ବାବା ଓ ଶ୍ୟାମା ଖାଇଲେ, ଅନ୍ୟ ଭାଗଟିକୁ ସେଇ ମହିଳାଙ୍କୁ ଦିଆଗଲା। ଏହାପରେ ଶ୍ୟାମା ଏଇଟା ମନ ଦେଇକି ଟିକେ ଶୁଣନ୍ତୁ। ଏହାପରେ ଶ୍ୟାମା ଉକ୍ତ ମହିଳାଙ୍କୁ କହିଲେ ସ୍ନେହର ଭଉଣୀ। ଶ୍ୟାମା ତାଙ୍କୁ କହୁଛନ୍ତି ସ୍ନେହର ଭଉଣୀ ତୁମେ ମୋର ବଚନର ସାକ୍ଷୀ। ଯଦି 12 ମାସ ଭିତରେ ତୁମର ସନ୍ତାନ ହେଲା ନାହିଁ ତାହେଲେ ମୁଁ ଏହି ଦେବତାଙ୍କର ମୁଣ୍ଡ ଉପରେ ନଡ଼ିଆ ଭାଙ୍ଗି ମସଜିଦରୁ ବାହାର କରିଦେବି। ଆଉ ଯଦି ମୁଁ ଏଥିରେ ଅସଫଳ ହେଲି ତାହେଲେ ମୁଁ ନିଜକୁ ମାଧବ ବୋଲି କହିବି ନାହିଁ। ଶ୍ୟାମା କହିଲେ ଭଉଣୀ ତୁମେ ମୋର ବଚନର ସାକ୍ଷୀ। ଯଦି 12 ମାସ ଭିତରେ ସନ୍ତାନ ନ ହେଲା ତେବେ ଏହି ଦେବଙ୍କ ମୁଣ୍ଡରେ ମୁଁ ନଡ଼ିଆ ଭାଙ୍ଗି ଆଙ୍କୁ ମସଜିଦରୁ ବାହାର କରିଦେବି। ନହେଲେ ମୋ ନାଁ ମାଧବ ନୁହେଁ। କାରଣ ଶ୍ୟାମା ବୋଲି ବାବା ତାଙ୍କୁ ଡାକୁଥିଲେ, ତାଙ୍କ ନାଁ ଆକ୍ଚୁଆଲି ମାଧବ ଥିଲା। ଯାହା କିଛି ବି ମୁଁ କହୁଛି ଏହାର ସାର୍ଥକତା ତୁମକୁ ଶୀଘ୍ର ବିଦିତ ହୋଇଯିବ। 1 ବର୍ଷ ପରେ ପୁତ୍ରରତ୍ନ ପ୍ରାପ୍ତି ହେଲା ଏବଂ ଯେତେବେଳେ ତାକୁ 5 ମାସ ହେଲା ପୁତ୍ରଟିକୁ ଯେତେବେଳେ 5 ମାସ ହେଲା ପତିଙ୍କ ସହିତ ସେ ବାବାଙ୍କ ଶ୍ରୀଚରଣରେ ଉପସ୍ଥିତ ହେଲେ। ପତି ପତ୍ନୀ 2 ଜଣ ବାବାଙ୍କ ଶ୍ରୀଚରଣରେ ଉପସ୍ଥିତ ହେଲେ। ପତି ପତ୍ନୀ ଦୁହେଁ ଭୂମିଷ୍ଠ ପ୍ରଣାମ କଲେ ଏବଂ କୃତଜ୍ଞ ପିତା 500 ଟଙ୍କା ଭେଟି ଦେଲେ। ସେହି ପୁତ୍ରଟିର ପିତା 500 ଟଙ୍କା ଭେଟି ଦେଲେ, ଯାହା ବାବାଙ୍କର ଅଶ୍ୱ ଶ୍ୟାମକର୍ଣ୍ଣ ପାଇଁ ଛାତ ତିଆରି କରିବା କାମରେ ଲାଗିଲା। ସେ ଯେଉଁ 500 ଟଙ୍କା ଦେଲେ ବାବାଙ୍କ ପାଖରେ ଗୋଟେ ଘୋଡ଼ା ଥିଲା ଶ୍ୟାମକର୍ଣ୍ଣ, ତାର ଛାତ ତିଆରି କାମରେ ସେଇ
500 ଟଙ୍କାଟି ଲାଗିଥିଲା। ଏଥିରୁ ଆମେ ଶିଖିବାକୁ ପାଇଲେ ବାବାଙ୍କ ଦରବାରରେ କରାଯାଉଥିବା ପ୍ରାର୍ଥନା ତାହା କେବେ ବ୍ୟର୍ଥ ଯାଏ ନାହିଁ। ହୁଏତ ଉତ୍ତର ପାଇବାରେ ଆମକୁ ଟିକିଏ ସମୟ ଲାଗିପାରେ, କିନ୍ତୁ ତାଙ୍କ ଉପରେ ଥିବା ଶ୍ରଦ୍ଧା ଓ ଅଟଳ ବିଶ୍ୱାସ ତାହା କେବେ ବ୍ୟର୍ଥ ହୋଇନଥାଏ। କାରଣ ବାବା କୁହନ୍ତି, ମନରେ ସର୍ବଦା ଶ୍ରଦ୍ଧା ଓ ସବରି ରଖ। ବାବାଙ୍କର ଏହିପରି ଅନୁପମ ଲୀଳା ଶୁଣିବା ପାଇଁ ଆମ ସାଇକି ପ୍ରେମଧାରାର ପରିବାରରେ ସଦସ୍ୟ ହୋଇ ରହିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଆପଣଙ୍କୁ ଅନୁରୋଧ। ବାବା ସମସ୍ତଙ୍କ ଜୀବନରୁ ଦୁଃଖ ଦୂର କରିଦିଅନ୍ତୁ ଏବଂ ସମସ୍ତଙ୍କ ଘରେ ବାବାଙ୍କର ଆଶୀର୍ବାଦ ବରଷୁଥାଉ। ଆଜି ପାଇଁ ରହିଲି। ଜୟ ଶ୍ରୀ ସାଇ।